ଅକ୍ଷୟ ତୃତୀୟାରେ ଦୁର୍ଲଭ ସଂଯୋଗ ବନୁଛି ମହାଲକ୍ଷ୍ମୀ ରାଜଯୋଗ। ଚମକିବ ଏହି ଚାରିଗୋଟି ରାଶିର ଭାଗ୍ୟ। ଟଙ୍କାର ପାହାଡ଼ରେ ଶୋଇବେ ଏହି ଚାରିଗୋଟି ରାଶି। ବୈଶାଖ ମାସର ଶୁକ୍ଲପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ରୂପରେ ପାଳନ କରାଯାଇଥାଏ। ଏହି ପବିତ୍ର ଦିନରେ ସୂର୍ଯ୍ୟ ଏବଂ ଚନ୍ଦ୍ର ରାଶିରେ ଥାନ୍ତି। ଉଭୟଙ୍କ ମିଳିତ ଆଶୀର୍ବାଦ ସମସ୍ତ ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ। ଅକ୍ଷୟର ଅର୍ଥ ହେଉଛି ଯାହା କେବେ ବି କ୍ଷୟ ହୋଇନଥାଏ। ଏହି ତାରିଖରେ କରାଯାଇଥିବା ସମସ୍ତ ଶୁଭ କାର୍ଯ୍ୟର କ୍ଷୟ କେବେ ବି ହୋଇନଥାଏ। ଏହି ଦିନ ମୂଲ୍ୟବାନ ଜିନିଷ କିଣିବା ଶୁଭ ବୋଲି ମାନାଯାଇଥାଏ। ଏହି ଦିନରେ ସୁନା ରୂପା କିଣାକିଣିରେ ମଧ୍ୟ ପରମ୍ପରା ରହିଅଛି। ଜ୍ୟୋତିଷଙ୍କ ଅନୁସାରେ ଏହି ଦୁର୍ଲଭ ସଂଯୋଗ ଯୋଗୁଁ ଅକ୍ଷୟ ତୃତୀୟାକୁ ମଧ୍ୟ ଅଧିକ ଶୁଭ ବୋଲି କୁହାଯାଇଥାଏ। ଏହି ଦିନରେ ଉଭୟ ଶୁକ୍ର ଏବଂ ଚନ୍ଦ୍ର ବୃଷ ରାଶିରେ ଚଳନ କରିବେ, ଯାହା ମାଳବ୍ୟ ରାଜଯୋଗ ଏବଂ ଗଜକେଶରୀ ରାଜଯୋଗ ସୃଷ୍ଟି କରିବ ଏବଂ ଏହି ସମୟ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଠାରୁ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବାର ଅଛି। କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପାର ବର୍ଷା ହେବାକୁ ଯାଉଅଛି। ଏହା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ମେଷ ରାଶି। ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ଅକ୍ଷୟ ତୃତୀୟା ପରଠାରୁ ଅତ୍ୟନ୍ତ ଶୁଭ ସମୟ ଆସିବାକୁ ଯାଉଅଛି। କ୍ୟାରିୟର କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବା ପାଇଁ ମିଳିବ। ଯେଉଁ ବ୍ୟକ୍ତିବିଶେଷମାନେ ଚାକିରି କିମ୍ବା ପଦୋନ୍ନତି ପାଇଁ ଅପେକ୍ଷା କରି ରହିଥିଲେ, ସେମାନେ ଆଶ୍ୱସ୍ତି ପାଇପାରନ୍ତି। ସେମାନଙ୍କୁ ନୂତନ ଚାକିରି ପ୍ରାପ୍ତି ହୋଇପାରେ, ପଦୋନ୍ନତି ହୋଇପାରେ। ପୂର୍ବରୁ କରିଥିବା ସମସ୍ତ ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତି ହେବାକୁ ଯାଉଅଛି। କାର୍ଯ୍ୟକ୍ଷେତ୍ରରେ ଏକ ବଡ଼ ସୁଯୋଗ କିମ୍ବା ଚୁକ୍ତି ପାଇପାରନ୍ତି, ଯାହା ଉନ୍ନତି ପାଇଁ ଦ୍ୱାର ଖୋଲିପାରେ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ଚାଲୁ ହେବାକୁ ଲାଗିବ। ସନ୍ତାନ ସୁଖ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ବିଭିନ୍ନ ଦିଗରୁ ଅର୍ଥର ଆଗମନ ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଆପଣଙ୍କର ମେଷ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ସିଂହ ରାଶି। ଏହି ଅକ୍ଷୟ ତୃତୀୟା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବାକୁ ଯାଉଅଛି। ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କୁ ପ୍ରାପ୍ତି ହେବାକୁ ଯାଉଅଛି। ଆପଣଙ୍କୁ ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତି ହେବ। ଆପଣଙ୍କର ନେତୃତ୍ୱ ଏବଂ ଦକ୍ଷତାର ପ୍ରଶଂସା ହୋଇପାରେ। ପୂର୍ବରୁ କରାଯାଇଥିବା ନିବେଶରୁ ଆପଣଙ୍କୁ ଲାଭ ମଧ୍ୟ ପ୍ରାପ୍ତି ହୋଇପାରେ। ପୁରୁଣା ପାରିବାରିକ ବିବାଦ, ଖାସ୍ କରି ସମ୍ପତ୍ତି ସମ୍ବନ୍ଧୀୟ ବିବାଦରୁ ଆପଣଙ୍କୁ ମୁକ୍ତି ମିଳିପାରେ। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିପାରେ। ଏହା ଆପଣଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିପାରେ। କର୍ମରେ ଉନ୍ନତି, ପଦୋନ୍ନତିର ଯୋଗ ବନିବ। ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ ନୂତନ କର୍ମ ପ୍ରାପ୍ତି ହେବ। ସନ୍ତାନ ସୁଖ ପ୍ରାପ୍ତି ହେବା ସହିତ ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ସମସ୍ତ କମ୍ପିଟେଟିଭ୍ ଏକ୍ଜାମରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ବିଭିନ୍ନ ଦିଗରୁ ଅର୍ଥର ଆଗମନ ହେବ। ଆପଣଙ୍କର ସିଂହ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ବିଛା ରାଶି। ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ଏହି ଅକ୍ଷୟ ତୃତୀୟା ଠାରୁ ବଦଳିବାକୁ ଯାଉଅଛି। ଏହି ସମୟରେ ସେମାନେ ସେମାନଙ୍କର ଜୀବନରେ ମାନସିକ ଶାନ୍ତିକୁ ଅନୁଭବ କରିପାରିବେ ଏବଂ ଜୀବନରେ ସ୍ଥିରତା ଆଣିପାରିବେ। ଲାଗି ରହିଥିବା ଖର୍ଚ୍ଚରୁ ଆପଣଙ୍କୁ ମୁକ୍ତି ମିଳିବ। ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମଧ୍ୟ ମିଳିପାରେ। ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ପୁଣି ଥରେ ଚାଲୁ ହେବାକୁ ଲାଗିବ। କର୍ମକ୍ଷେତ୍ରରେ ବଡ଼ ସଫଳତା ମିଳିବ। ପଦୋନ୍ନତିର ଯୋଗ ମିଳିବ। ନୂତନ ଚାକିରି ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ସମସ୍ତ ଋଣ କରଜରୁ ମୁକ୍ତି ପାଇବେ। ଆପଣଙ୍କର ବିଛା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତୁଳା ରାଶି। ଏହି ସମୟ ସମସ୍ତ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ନେଇକରି ଆସୁଅଛି। ଆପଣ ଯଦି ନୂତନ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ।
घर किंबा नूतन जानवाहन किଣିବାର ସୁଯୋଗ ସୃଷ୍ଟି ହେବ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ। ବିଭିନ୍ନ ଦିଗରୁ ଅର୍ଥର ଆଗମନ ହେବ। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମରେ ଉନ୍ନତି ହେବା ସହିତ ପଦୋନ୍ନତିର ଯୋଗ ବନିବ। ନୂତନ ଚାକିରି ପ୍ରାପ୍ତି ହେବ। ଆପଣଙ୍କର ଆୟ ପାଇଁ ନୂତନ ରାସ୍ତା ମଧ୍ୟ ଖୋଲିପାରେ। ଆପଣଙ୍କର ତୁଳା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। କୁମ୍ଭ ରାଶି, ଏହି ଅକ୍ଷୟ ତୃତୀୟା ଠାରୁ ଆପଣଙ୍କର ଜୀବନ ପୁରାପୁରି ବଦଳିଯିବ। ପୁରୁଣା ନିବେଶରୁ ଆପଣଙ୍କୁ ହଠାତ୍ ଲାଭ ମିଳିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ। କର୍ମକ୍ଷେତ୍ରରେ ବଡ଼ ସଫଳତା ଦେଖିବା ପାଇଁ ପାଇବେ। ନୂତନ ଚାକିରି ପ୍ରାପ୍ତି ହେବ। ପଦୋନ୍ନତିର ଯୋଗ ବନିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ଏହା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ନୂତନ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ସନ୍ତାନ ସୁଖ ପ୍ରାପ୍ତି ହେବ। ଧନ କମାଇବା ପାଇଁ ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ। ଆପଣଙ୍କର କୁମ୍ଭ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଧନୁ ରାଶି, ଏହି ଅକ୍ଷୟ ତୃତୀୟା ପରଠାରୁ ଏମାନଙ୍କର ଭାଗ୍ୟ ଚମକି ଉଠିବ। ଏହି ସମୟ ଧନୁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ନେଇକରି ଆସୁଅଛି। ଏମାନଙ୍କୁ ବଡ଼ ଖୁସି ଖବର ପ୍ରାପ୍ତି ହେବ। ଦୀର୍ଘଦିନର ମନର ଇଚ୍ଛା ପୂର୍ଣ୍ଣ ହେବ। ଭାଗ୍ୟର ସାଥ ମିଳିବ। ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମିଳିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ସନ୍ତାନ ସୁଖ ପ୍ରାପ୍ତି ହେବା ସହିତ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ସମସ୍ତ କମ୍ପିଟେଟିଭ୍ ଏକ୍ଜାମରେ ସଫଳତା ପ୍ରାପ୍ତି ହେବ। କର୍ମରେ ବଡ଼ ସୁଯୋଗ ସୃଷ୍ଟି ହେବ। ପଦୋନ୍ନତିର ଯୋଗ ଆସିବ। ଟ୍ରାନ୍ସଫର ହୋଇପାରେ। ନୂତନ ଚାକିରି ପ୍ରାପ୍ତି ହୋଇପାରେ। ଆପଣ କିଛି ଭୂମି, ଜମି, ପ୍ରପର୍ଟି, ନୂତନ ଯାନବାହନ କ୍ରୟ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କର ସମର୍ଥନ ଆପଣଙ୍କୁ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ଏବଂ ପ୍ରତିଷ୍ଠା ବଢ଼ିବ। ନୂତନ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଆପଣଙ୍କର ଦୈନିକ ରୋଜଗାର ବଢ଼ିବ। ଆପଣଙ୍କର ଧନୁରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ।